ଫାଲ୍ଗୁନ ମାସର ବୁଧବାର 5 ମାର୍ଚ୍ଚ ଦିନ ଆପଣ 7ଟି ଚଣା ଡାଲିର ଉପାୟ ଅବଶ୍ୟ ହିଁ କରିବା ଦରକାର। ଏହି ଦୁଇଟି ସଂଯୋଗ ବହୁତ ହିଁ କମ୍ ଆସିଥାଏ। 5 ମାର୍ଚ୍ଚ ବୁଧବାର ଷଷ୍ଠୀ ତିଥି ଦିନ ଚଣା ଡାଲିର ଉପାୟ ଆପଣ ଅବଶ୍ୟ ହିଁ କରିବା ଉଚିତ, କାହିଁକି ନା ଏହି ଦିନ ପୁରା ବର୍ଷରେ ମାତ୍ର ଗୋଟିଏ ଥର ହିଁ ଆସିଥାଏ। ଏହି ବୁଧବାର ଷଷ୍ଠୀ ତିଥି ଦିନ ଆପଣଙ୍କୁ ଗୋଟିଏ ସୁବର୍ଣ୍ଣ ସୁଯୋଗ ଆସିଅଛି, ଯାହାକି 5 ମାର୍ଚ୍ଚ ବୁଧବାରକୁ ପଡୁଅଛି। ତ ଏହି ଦିନ ଆପଣ ଏହି ଉପାୟକୁ ଯେମିତି ହେଲେ ବି କରିଦିଅନ୍ତୁ। ଯଦି ବି ଆପଣ ଏହି ଚମତ୍କାରୀ ଉପାୟକୁ ଏହି ବୁଧବାର ଷଷ୍ଠୀ ତିଥି ଦିନ କରିଦେବେ, ତ ଆପଣଙ୍କୁ ଏହି ଉପାୟକୁ କରିବାର ସେହି ଫଳ ମିଳିବ ଯାହା ଆପଣ କେବେ ବି କଳ୍ପନା କରିନଥିବେ। ଏଥିପାଇଁ ଆପଣମାନେ ଏହି ଉପାୟକୁ ମାତ୍ର ଗୋଟିଏ ଥର ଜରୁର କରିଦିଅନ୍ତୁ, ଯାହାକି ଆପଣଙ୍କର ହାତରୁ ଏହି ମୌକା କେବେ ବି ହାତ ଛଡା ନ ହେଇଯାଉ। 5 ମାର୍ଚ୍ଚ ବୁଧବାର ଷଷ୍ଠୀ ତିଥିର ଦିନଟି ଏତେ ଖାସ ହୋଇଥାଏ ଯେ ଯେମିତି ଆପଣ ଏହି ଦିନ ଗୋଟିଏ ଛୋଟିଆ ଉପାୟଟିକୁ କରିଦେଉଛନ୍ତି, ତେବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯିବ। ଆଉ ଏହି ଉପାୟ ଏତେ ଚମତ୍କାରୀ ଯେ ଯଦି କୌଣସି ବିଶେଷ ଦିନରେ ଏହି ଉପାୟକୁ କରାଯାଏ, ତ ଆପଣଙ୍କୁ ଏହି ଉପାୟର ବହୁତ ବଡ଼ ଚମତ୍କାର ଫଳ ମିଳିଥାଏ ଏବଂ ବହୁତ ଜଲ୍ଦି ଫଳ ଆପଣଙ୍କୁ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଏହି ଉପାୟକୁ ଆପଣ କେତେବେଳେ କରିବେ, କେଉଁ ସମୟରେ କରିବେ, କିପରି କରିବେ। ଏହି ଦିନ ଭଗବାନ ଭୋଳେନାଥଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ ଏବଂ ଭଗବାନ ଶଙ୍କରଙ୍କର ଆଶୀର୍ବାଦ କୃପା ପ୍ରାପ୍ତ କରିପାରିବେ। କିନ୍ତୁ ଆପଣ ଜାଣିଛନ୍ତି କି, କିଛି ଜିନିଷ ବି ଏମିତି ଥାଏ ଯାହା ଭଗବାନ ଶଙ୍କରଙ୍କୁ ଚଢାଇବା ଉଚିତ ନୁହେଁ। ଯଦି ଆପଣ ଷଷ୍ଠୀ ତିଥି ଦିନ ଏହି ଜିନିଷକୁ ଧ୍ୟାନ ରଖିବେ, ତ ନା କେବଳ ଭଗବାନ ଭୋଳେନାଥ ପ୍ରସନ୍ନ ହେବେ, ବରଂ ଆପଣଙ୍କର ବ୍ରତ ବି ସଫଳ ହେବ। ତେବେ ଆସନ୍ତୁ ଜାଣିବା ଏହି 7ଟି ଚଣା ଡାଲି ଉପାୟକୁ ଆପଣମାନେ ଷଷ୍ଠୀ ତିଥି ଦିନ ବୁଧବାର ଦିନ କିପରି କରିବେ। ଦେଖନ୍ତୁ, ଏହି ଉପାୟକୁ ପ୍ରତ୍ୟେକ ବ୍ୟକ୍ତି କରିପାରିବେ। ଏହି ଉପାୟକୁ ଆପଣ ସକାଳ ସମୟରେ କରିପାରିବେ ଏବଂ ସନ୍ଧ୍ୟା ସମୟରେ ମାନେ ପ୍ରଦୋଷ କାଳରେ ବି କରିପାରିବେ। ଏହି ଉପାୟକୁ ସକାଳ 5ଟାରୁ 12ଟା ଭିତରେ ହିଁ ଏହି ଉପାୟକୁ ଆପଣ କରନ୍ତୁ। 12ଟା ସେପଟେ କରିବେ ନାହିଁ। ଆପଣ ଯଦି ସକାଳେ ଏହି ଉପାୟକୁ କରିପାରିବେ ନାହିଁ, ତେବେ ପ୍ରଦୋଷ କାଳରେ ମାନେ ସନ୍ଧ୍ୟା 6ଟାରୁ 8ଟା ଭିତରେ ଏହି ଉପାୟକୁ କରିବେ। ଏହି ଦିନ ଆପଣ ତୁଳସୀ ପୂଜା କରି ଶ୍ରୀହରି ବିଷ୍ଣୁଙ୍କ ସହ ଜଡ଼ିତ କିଛି ଉପାୟ କରିକି ଆପଣ ଆପଣଙ୍କ ଜୀବନର ନିର୍ଧନତା ସହ ଧନଜନିତ ସମସ୍ୟାକୁ ବା କରଜ ସମସ୍ୟାକୁ ସବୁବେଳ ପାଇଁ ଆପଣଙ୍କ ଜୀବନରୁ ଦୂର କରିପାରିବେ। ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ହୋଇଥାଏ। ଏଥିପାଇଁ ଫାଲ୍ଗୁନ ମାସରେ ଏମିତି ଗୋଟିଏ ଉପାୟ ଆମେ ଆପଣଙ୍କୁ ଜଣାଇବୁ, ଯାହା ଏହି ଉପାୟକୁ କରିବା ପରେ ଶ୍ରୀହରି ବିଷ୍ଣୁଙ୍କ ଅସୀମ କୃପା ଆପଣଙ୍କୁ ମିଳିବ ଏବଂ ମାତା ତୁଳସୀଙ୍କର ଏମିତି ଆଶୀର୍ବାଦ ଆପଣଙ୍କୁ ମିଳିବ, ଆପଣଙ୍କ ଜୀବନରେ ପ୍ରତ୍ୟେକ ଦୁଃଖ, ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ଗରିବୀ, ନିର୍ଧନତା, କରଜ ସମସ୍ୟା ସବୁ କିଛି ହିଁ ଆପଣଙ୍କ ଜୀବନରୁ ତୁରନ୍ତ ଦୂରେଇ ଯିବ ଏବଂ ସୁଖ, ସମୃଦ୍ଧି, ଧନ, ବୈଭବ, ଐଶ୍ୱର୍ଯ୍ୟ ସବୁ କିଛି ଆପଣଙ୍କୁ ବହୁତ ଆସାନରେ ମିଳିଯିବ। ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ, ତେବେ ଏହି ଫାଲ୍ଗୁନ ମାସରେ ଆପଣଙ୍କ ଘରେ ତୁଳସୀ ଗଛ ଆଣି ଜରୁର ଲଗାନ୍ତୁ ଏବଂ ମାତା ତୁଳସୀଙ୍କୁ ପୂଜା କରନ୍ତୁ। କେବେ ବି ମାତା ତୁଳସୀ ନିର୍ଧନତାକୁ ରହିବାକୁ ଦିଅନ୍ତି ନାହିଁ ଆପଣଙ୍କ ଘରେ। ସବୁବେଳେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ, ଟଙ୍କାର ବର୍ଷା ହେବ। ତ ଜରୁର ଆପଣ ଏହି ଫାଲ୍ଗୁନ ମାସରେ ଆପଣଙ୍କ ଘରକୁ ତୁଳସୀ ଗଛ ଆଣି ଆପଣଙ୍କ ଅଗଣାରେ ଲଗାନ୍ତୁ ଏବଂ ତୁଳସୀ ମାତାଙ୍କୁ ପୂଜା ପାଠ କରିବେ। ଆଉ ଏମିତି କେଉଁ ଗୋଟେ ଗୁପ୍ତ ଜିନିଷକୁ ଆପଣ ତୁଳସୀ ଗଛ ମୂଳରେ ରଖିବେ, ଯାହାକି ରାତାରାତି ଆପଣଙ୍କର ଚମତ୍କାର ହେବ ଏବଂ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେବାକୁ ଷ୍ଟାର୍ଟ କରିବ। ସେହି ଗୁପ୍ତ ଜିନିଷଟି ହେଉଛି ଶାଳଗ୍ରାମ। 5 ମାର୍ଚ୍ଚ ଷଷ୍ଠୀ ତିଥି ଦିନ ଆପଣ ଗୋଟିଏ ଶାଳଗ୍ରାମ ପଥରକୁ ଆଣି ଆପଣଙ୍କର ତୁଳସୀ ଅଗଣାରେ ବା ଚଉରା ଗଛ ମୂଳରେ ରଖିଦିଅନ୍ତୁ। ଏହା ଆପଣଙ୍କ ଭାଗ୍ୟକୁ ରାତାରାତି ଚମକାଇ ଦେବ ଏବଂ ତୁଳସୀ ପୂଜା କରିବା ସହିତ ଶାଳଗ୍ରାମର ବି ପୂଜା ପାଠ ଅବଶ୍ୟ କରନ୍ତୁ। ଏହି ଷଷ୍ଠୀ ତିଥି ଦିନଟି ଭଗବାନ ଶଙ୍କରଙ୍କୁ ଖୁସି କରିବା ପାଇଁ ସବୁଠୁ ପବିତ୍ର ଦିନଟିଏ। ଆଉ ଏହି ଦିନ କିଛି ଉପାୟ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ। ଯେଉଁ ବ୍ୟକ୍ତି ଅଧିକ ପରିଶ୍ରମ କରିଥାନ୍ତି, ଅଧିକ ରୋଜଗାର କରିଥାନ୍ତି, କିନ୍ତୁ ଭାଗ୍ୟ ତାଙ୍କୁ ସାଥ ଦେଇନଥାଏ, ତ ସେହି ବ୍ୟକ୍ତି ଏହି ଉପାୟକୁ ବିଶେଷ କରି କରିବା ନିହାତି ଦରକାର। ଏହି ଉପାୟ ପାଇଁ ଆପଣ 7ଟି ଚଣା ଡାଲି ନେବେ, କିନ୍ତୁ ଧ୍ୟାନ ଦେବେ ସେହି ଚଣା ଡାଲି ଭଙ୍ଗା କି ଖଣ୍ଡିଆ ଚଣା ଡାଲି ନେବେ ନାହିଁ। ଭଙ୍ଗା ଟୁଟା ଡାଲି ଉପଯୋଗ ଭୁଲରେ ବି କରିବେ ନାହିଁ। ତେଣୁ ଉପାୟଟି ପାଇଁ ଆପଣ 7ଟି ଚଣା ଡାଲି ନେବେ। ଏହା ସହ ଗୋଟିଏ ଷ୍ଟିଲ ଗିନା ନେବେ। ସେହି ଗିନାରେ 2 ଚାମଚ କଞ୍ଚା କ୍ଷୀର ନେବେ।
ସେହି କ୍ଷୀରରେ 2-3 ଚାମଚ ଶୁଦ୍ଧ ଜଳ ମିଶାଇ ଦେବେ। ଏହା ସହ ଗୋଟିଏ ତମ୍ଭା ପାତ୍ରରେ କିଛି ଶୁଦ୍ଧ ଜଳ ନେଇଯିବେ, ଭରିକି ତମ୍ଭା ପାତ୍ରରେ ନେବେ। ଏହି ସାମଗ୍ରୀକୁ ନେଇ ଆପଣଙ୍କର ଘର ପାଖରେ ଥିବା ଶିବ ମନ୍ଦିରକୁ ଯିବେ। ଏହାପରେ ବୃହସ୍ପତି ଦେବତାଙ୍କୁ ସ୍ମରଣ କରି ସେହି କଞ୍ଚା କ୍ଷୀର ଗିନାରେ ଚଣା ଡାଲିକୁ ଗୋଟିଏ ଗୋଟିଏ କରି ପକାଇବେ। ବୃହସ୍ପତି ଦେବତା ମଜବୁତ ହେଇଯିବେ ଆଉ ବୃହସ୍ପତି ଦେବତା ଭାଗ୍ୟକୁ ସାଥ ଦେଇଥାନ୍ତି ଜୀବନର ଦୁର୍ଭାଗ୍ୟକୁ ଦୂର କରିବା ପାଇଁ। ଆଉ ଯେବେ ବି ଭାଗ୍ୟ ସାଥ ଦେଇନଥାଏ ତେବେ ଆପଣ ଗୁରୁ ଗ୍ରହକୁ ମଜବୁତ କରିବାକୁ ପଡ଼ିଥାଏ। ଆଉ ଗୁରୁ ଗ୍ରହ ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଆଖପାଖରେ ହିଁ ରହିଥାନ୍ତି। ତେଣୁକରି ଚଣା ଡାଲି ଆପଣ କଞ୍ଚା କ୍ଷୀର ପାତ୍ରରେ ପକାଇଦେବେ। ତାପରେ ସେହି କଞ୍ଚା କ୍ଷୀରକୁ ଦେବଦେବ ମହାଦେବଙ୍କ ଶିବଲିଙ୍ଗ ଉପରେ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ଏହି ମନ୍ତ୍ରକୁ ଜପ କରି ଆପଣଙ୍କ ଜୀବନର ଦୁର୍ଭାଗ୍ୟକୁ ଦୂର କରିବା ପାଇଁ, ଜୀବନରେ ସୌଭାଗ୍ୟର ପ୍ରାପ୍ତ ହେଉ ବୋଲି ଏହିପରି ପ୍ରାର୍ଥନା କରି ଆପଣ ପୁରା କଞ୍ଚା କ୍ଷୀରକୁ ଆପଣ ଶିବଲିଙ୍ଗ ଉପରେ ଅର୍ପିତ କରିଦେବେ। କଞ୍ଚା କ୍ଷୀର ଢାଳି ସାରିବା ପରେ ସେହି ଗିନାରେ ଯଦି ଚଣା ଡାଲି ରହିଯାଏ ତେବେ ଆପଣ ଆପଣଙ୍କର ହାତରେ ସେହି ଚଣା ଡାଲିକୁ ବାହାର କରି ଶିବଲିଙ୍ଗ ଉପରେ ଅର୍ପିତ କରିଦେବେ। ତାପରେ ଶିବଲିଙ୍ଗ ଉପରେ ଯେଉଁ ଚଣା ଡାଲି ରଖିଥିଲେ ସେହି ଚଣା ଡାଲି ଉପରେ ଆପଣଙ୍କର ହାତ ରଖିବେ। ଆପଣଙ୍କର ଯାହା ବି ଇଚ୍ଛା, ଯାହା ବି ୱିଶ୍, ଯାହା ବି ଅଛି ମନସ୍କାମନା କହିବେ ଏବଂ ଆପଣ ପ୍ରାର୍ଥନା କରିବେ ମୋ ଜୀବନରେ ଦୁର୍ଭାଗ୍ୟକୁ ଦୂର କର। ଏହିପରି ଆପଣଙ୍କର ପ୍ରାର୍ଥନା କରିବେ। ପ୍ରାର୍ଥନା କରିସାରିବା ପରେ ଆପଣଙ୍କର ହାତ ସେଠୁ ହଟାଇ ଆଣିବେ। ଏହାପରେ ଆପଣ ଯେଉଁ ଶୁଦ୍ଧ ଜଳ ନେଇଥିଲେ ସେହି ଜଳକୁ ଶିବଲିଙ୍ଗ ଉପରେ ଅର୍ପିତ କରିଦେବେ। କିନ୍ତୁ ଧ୍ୟାନ ଦେବେ ଜଳ ଅର୍ପିତ କରିବା ସମୟରେ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ଏହି ମନ୍ତ୍ରକୁ ଜପ କରି ଶିବଲିଙ୍ଗ ଉପରେ ଜଳ ଅର୍ପିତ କରିଦେବେ। ଏବେ ଆସନ୍ତୁ ଅନ୍ୟ ଉପାୟଟି ଜାଣିବା। ଉପାୟଟି ଜାଣିବା ପୂର୍ବରୁ ଆପଣଙ୍କୁ ଆମର ଚ୍ୟାନେଲ ତରଫରୁ ଅନୁରୋଧ, ଭିଡ଼ିଓଟିକୁ ଆପଣ ଗୋଟିଏ ଲାଇକ୍ ନିହାତି କରନ୍ତୁ। ଚ୍ୟାନେଲରେ ଯଦି ଆପଣ ନୂଆ ଅଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଏପର୍ଯ୍ୟନ୍ତ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ। ଉପାୟଟି ପାଇଁ ଆପଣ 7ଟି ଗୋଟା ଗୋଲମରିଚ ନେବେ, 7ଟି କଳା ରାଶି ଦାନା ନେବେ। ଏହା ସହ ତମ୍ଭା ପାତ୍ରରେ ଶୁଦ୍ଧ ଜଳ ନେବେ। ଆପଣଙ୍କର ଘର ପାଖରେ ଥିବା ଭଗବାନ ଶଙ୍କରଙ୍କ ମନ୍ଦିରକୁ ଯିବେ। ମନ୍ଦିରରେ ଯାଇ ଆପଣଙ୍କର ହାତକୁ ସିଧା ରଖିବେ, କହୁଣି ଭାଙ୍ଗିବେ ନାହିଁ। ଆପଣଙ୍କ ହାତରେ ସେହି 7ଟି କଳା ରାଶି ଦାନା ଓ 7ଟି ଗୋଟା ଗୋଲମରିଚ ରଖିଦେବେ। ଏହାପରେ ଆପଣଙ୍କ ଜୀବନରେ ଆସୁଥିବା ସଙ୍କଟ, କଷ୍ଟ, ଦୁଃଖ ସବୁ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ, ଆପଣଙ୍କ ଜୀବନରେ ସମସ୍ତ ପରିଶାନୀକୁ ଦୂର କରିବା ପାଇଁ ଆପଣ ପ୍ରାର୍ଥନା କରିବେ। ଏହାପରେ ଆପଣ ସିଧା ହାତରେ କହୁଣିକୁ ଭାଙ୍ଗିବେ ନାହିଁ, ସିଧା ହାତରେ ମହାଦେବଙ୍କ ଶିବଲିଙ୍ଗ ଉପରେ କଳା ରାଶି ଓ ଗୋଲମରିଚକୁ ଅର୍ପିତ କରିଦେବେ। ଏହି ପ୍ରକାର ଯଦି ଆପଣ ଅର୍ପିତ କରିବେ ତେବେ ଆପଣଙ୍କ ଜୀବନରେ ସବୁ ବାଧା, କଷ୍ଟ, ସଙ୍କଟ, ସମସ୍ୟା ତାହା ସବୁ ଦୂର ହୋଇଯିବ। ଏହାପରେ ତମ୍ଭା ପାତ୍ରରେ ଯେଉଁ ଜଳ ନେଇଥିଲେ ସେହି ଜଳକୁ ଭଗବାନ ଶିବଙ୍କ ଶିବଲିଙ୍ଗ ଉପରେ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ମନ୍ତ୍ରଟିକୁ ଜପ କରି ଆପଣଙ୍କର ଯାହା ବି ୱିଶ୍, ଯାହା ବି ମନସ୍କାମନା ଅଛି ତାହା ମୋର ପରିପୂର୍ଣ୍ଣ ହେଉ ବୋଲି ଏହିପରି ପ୍ରାର୍ଥନା କରି ଆପଣ ସେହି ଜଳକୁ ଅର୍ପିତ କରିଦେବେ। ଏବେ ଆସନ୍ତୁ ତୃତୀୟ ଉପାୟଟି ଜାଣିବା। ଆଉ ଏହି ଉପାୟଟି ମନସ୍କାମନା ପୁରା କରିବା ବାଲା ଉପାୟଟିଏ, ମାତା ସୁନ୍ଦରୀ ବାଲା ବିଶେଷ ଉପାୟ ଅଟେ। ଏହି ଉପାୟ ପାଇଁ ଆପଣ ଗୁଡ଼ ବାଲା ଜଳ ନେବେ। ଗୋଟିଏ ଗୁଡ଼ ଖଣ୍ଡ ନେବେ, ସେହି ଗୁଡ଼ରେ 3ରୁ 4 ବୁନ୍ଦା ଜଳ ଭରିଦେବେ। ଏହା ସହ ଘିଅ ନେବେ, ଗୋଟିଏ ବେଲପତ୍ର ନେବେ ଏବଂ ତମ୍ଭା ପାତ୍ରରେ ଶୁଦ୍ଧ ଜଳ ନେବେ। ଏହି ସବୁ ସାମଗ୍ରୀକୁ ନେଇ ଆପଣଙ୍କର ଘର ପାଖରେ ଥିବା ଶିବ ମନ୍ଦିରକୁ ଯିବେ। ଏହି ଉପାୟକୁ ଆପଣ ସକାଳରୁ ରାତ୍ରି ପର୍ଯ୍ୟନ୍ତ ଯେତେବେଳେ ବି କରିପାରିବେ। 5 ମାର୍ଚ୍ଚ ବୁଧବାର ଦିନ, ଷଷ୍ଠୀ ତିଥି ଦିନ ଆପଣଙ୍କର ଯାହା ବି ମନସ୍କାମନା ଥାଏ ତାହା ଅଶୋକ ସୁନ୍ଦରୀ କୃପାରୁ ସେହି ମନସ୍କାମନା ଆପଣଙ୍କର ପରିପୂର୍ଣ୍ଣ ହୋଇଯିବ। ଯେଉଁ ବେଲପତ୍ର ନେଇଥିବେ ସେହି ବେଲପତ୍ରରେ 3ଟି ପତ୍ର ଥିବ। ତା ଉପରେ ଯେଉଁ ସବୁଠୁ ପ୍ରଥମ ପତ୍ରଟି ଥିବ ସେହି ବେଲପତ୍ରର ଉପର ପଟ ମାନେ ଖଦଡ଼ା ପଟରେ ଆପଣ ଘିଅକୁ ଆପଣଙ୍କର ତର୍ଜନୀ ଆଙ୍ଗୁଠିରେ ଲଗାଇବେ। ଏହାପରେ ଆପଣ ଯେଉଁ ଗୁଡ଼ ପାଣି ନେଇଥିଲେ ସେହି ପାଣିକୁ ବେଲପତ୍ରର ବାକି ଯେଉଁ 2 ପତ୍ର ରହିଲା ସେହି 2ଟି ପତ୍ରର ଚିକଣ ଅଂଶ ପଟେ ଗୁଡ଼ ପାଣିକୁ ଲଗାଇଦେବେ। ଭଲସେ ଶୁଣନ୍ତୁ, ଆପଣ ଯେଉଁ ବେଲପତ୍ର ନେଇଥିବେ ସେହି ବେଲପତ୍ରରେ ତ 3ଟି ପତ୍ର ଥିବ, କିନ୍ତୁ ସବୁଠୁ ଉପର ପଟ ବେଲପତ୍ରରେ ଖଦଡ଼ା ଅଂଶ ପଟେ ଆପଣ ଘିଅ ଲଗାଇଦେବେ
आउ जो बाकी दुईटी पत्र रहिला सेही दुईटी पत्ररे चिकण अंश पटे आपण गुड़ वाला पानी को लगाई देबे। एहा परे सेही बेलपत्र को शिव मंदिर रे थिबा अशोक सुंदरी स्थान रे अर्पित करिदेबे एवं आपण जहा मनस्कामना थिबो आपणकर मने मने अशोक सुंदरी को जणाई देबे। तापरे आपण जो तंभा पात्र रे घर शुद्ध जल नेइथिले सेही जल को माता अशोक सुंदरी पाखरे अल्प जल अर्पण करिवे। बाकी जल को आपण शिवलिंग उपरे अर्पित करिदेबे। एहा परे शिव शंकर पाखरे आपणकर मनस्कामना को कहिदेबे। देखिबे निश्चिंत भाव आपणकर मनस्कामना परिपूर्ण हेजिबो। तो आज भिडियो जो 3टी उपाय कहलु यही उपाय बहुत चमत्कारी अटे। यही उपाय को आपण 5 मार्च बुधवार षष्ठी तिथि दिन निहाती करंतु। तो आशा करू जे भिडियोटी निहाती भाव में आपको पसंद आसीथिबो। जदि भिडियोटी आपको पसंद आसी थाए तेबे भिडियोटी गोटे लाइक करंतु। भिडियोटी को अधिक रु अधिक मात्रा रे शेयर करंतु। आम चैनल ने जदि आपण माने ए पर्यंत नुआ अछंती चैनल को सब्सक्राइब करि नाहंती ताहले आपण मानकु विनीत अनुरोध एबे ही चैनल को सब्सक्राइब करी पाखरे थिबा बेल आइकन टी को दबाई दियंतु।